हाँ ନାଇଁ ଯାହା ଜଣା ପଡୁଛି କହିଦବ ଅଯୋଧ୍ୟାରେ କିଏ ରାଜା ହେଇଥିଲେ ରେ ସେ ପଚାରୁଛନ୍ତି ଖାଲି। हाँ मत पचार तमें टे पैसा दे ହଁ ହଁ मात्र यहाँ प्रथम किला मोर मोर आड़े आसन नुआ नुआ किला काढ़ी हाँ तम किला तमें ଓହୋ, संभाल ତୁ କହିବାର ଅର୍ଥ ଏଇଟା ହଉଛି ପୁରୁଣା କିଳା हाँ ଏଗୁଡାକ ଆଗରୁ ୟୁଟ୍ୟୁବ ରେ ସମସ୍ତେ यूट्यूब ଦେଖିଛନ୍ତି। देखी सब पचार मु जो पचारि यूट्यूब ना कि कोटा हेले ना ସତେ କି ବା? ଆଉ କାଢୁନୁ ରେ ନହେଲେ ଗାଁରେ ଘର ତାଲା ତାବି ପକେଇକିରି ବରମ ପଇଲେ କାହିଁକି ଘରେ ରହିଥାନ୍ତୁ ଏଇ ଯୋଉ ପୋଖରୀ ପୋଖରୀ ହୁଡାରେ ଯାଇକିରି ବାହାର କରୁଛୁ ସେଗୁଡା କିରେ हाँ ହେଁ हाँ ହେଲେ ତୁ ଏମିତି କଣ ରଖିଛୁ ନୂଆ रखी ତୁ ଏଇଟା ଏବେ କହିବୁନୁ। मु गाने कही पैसा तमें धरियो मु कही ଓହୋ ହେଲେ ତୋ ପାଖରେ କଣ ଗୋଟେ କିଳା ଅଛି? हाँ କଣ କିଳା ଅଛି କାଇଁ? नीरव भाई काली कटक पड़े बोले बेगी बेगी करदब मुझे छाटी बोली कही दिया ଓହୋ କାଇଁ କଣ ନୂଆ କିଳା? हवा ହେଁ पदे दीपद डाकी माँ ନିଶ୍ଚିତ ଭାବରେ कुआड़े गला कहीं दे महा रस पंचक पांच अक्षर पदे दीपद वंदना करवा तापर जोरे प्रश्न हाँ रसधर सुता मागो घेनो मिनती माघिनो मिनती ମାଖେନ ମିନତି रसधर पति तोते करिले श्रुति ଆହା ରସା ସୁତା ପତି ତୋତେ କରିଲେ ଶ୍ରୁତି रोहिण बने पूजिले तोर चरण तोर चरण रणे रावण को मत କଲେ ନିଧନ कराइलो विभीषण नारायणी ରାଜା राजा କରାଇଲ ବିଭୀଷଣ भोजन पालिनी शांति प्रदायिनी ଶାନ୍ତି ପ୍ରଦାୟିନୀ ଶାନ୍ତି ପ୍ରଦାୟିନୀ शक्ति स्वरूपिणी ମାଧୁଷ୍ଟ ସଂହାରିଣୀ शंकर भाविनी ଗିରିରାଜ କୁମାରୀ सरला कमला विमला ରାଜେ ଗୌରୀ आज शरण पादे तो हरि गो नारायणी ଆଜ ଶରଣ ପାଦେ ତୋରି प्रथम नाम कमला तू কমলাক্ষী মা তু কমলাক্ষী মা তু কমলাক্ষী पशुपति दया ভগবতী কামাক্ষী पर्वत राजक ना পার্বতী তো নাম पदक पदमा देह थिब কহিল पद्म पादे दिय स्थान ভগবতী তোর পদ্ম পাদে অবস্থান चकित सहचर भैरवी विजया ভৈরবী বিজয়া ভৈরবী বিজয়া চঞ্চলা চোলা পাখি চন্দ্র মৌলি যায় চামুন্ডা দর্প হাসি চারু চন্দ্র হাসা কাহানি ছোট করে নাসিল মহিষ মারু চরণে করুছি আশা গো নারায়ণী তোর চরণে করুছি ভরসা करुणामय करुणा कर मुठार করুণা কর মোঠার মা
ସୁସ୍ଥ ଭୟରୁ ରକ୍ଷା କର ହଉ ହଉ କରୁଛି ଏତିକି ମିନତି ମହାମାଇ କହେ ଦିନ କୃଷ୍ଣ ଚନ୍ଦ୍ର ତ ପାରେ ଧାଇ କାଳ ଜୀବ ଶେଷ ହୋଇ ଓ ମହାମାଇ କଳି କାଳ ଯିବ ଶେଷ ହୋଇ କଥାବାର୍ତ୍ତା ହେବା ମହାପ୍ରଭୁ ଡକା ସରିଲା ସରିଲା ମହାପ୍ରଭୁଙ୍କୁ ଆବାହନ କରିଲୁ ହଁ ଜଗତଜନନୀ ମହାମାଇଙ୍କୁ ଦୀପଦ ଡାକିଲୁ ହଁ ବର୍ତ୍ତମାନ ପ୍ରଶ୍ନ ପଚାରେ ହଁ ଠିକ ଅଛି ପଚାରେ ମୁଁ ତ ଦୁଆରୀ ତୁମେ ତ ହେଲା କେବୁଠୁ ରବୁ କଣ ଭୁଲ କରିଲି ଆଜ୍ଞା ନା ନା କୋଉ ଦିନରୁ ଆରମ୍ଭ ହେଲାଣି ମୁଁ ହେଠି ଜାଣିବି କଣ ଭୁଲ ହେଇଗଲା କି ଆଜ୍ଞା ତୁ ତ ଦୁଆରେ ମୁଁ ତ ଉଲା ଏଇଟା ଭୁଲ ହେଇଗଲା ଭୁଲ ହେଇଗଲା ଭୁଲ ହେଇଗଲା ତୁମେ ତ ଦୁଆରୀ ଦେଖ ମୁଁ ତ ହେଲା ତୁମେ ତ ଦୁଆରୀ ଦେଖ ମୁଁ ତ ହେଲା ଆଠଟା ମାର ତ ଗୋଟିଏ ପିଲା ଆଠଟା ମାର ତ ଗୋଟିଏ ପିଲା ସଂସାରେ କିଏ ଦେଖ ସିଏ ହୋଇଲା ସେ ପିଲାର ନାମ କିସ ରହିଲା ଏହି ବିଷୟ ମତେ ଦେବ ବୁଝାଇ ମତେ ଦେବ ବୁଝାଇ ବସି ଶୁଣୁଥିବେ ଆଜି ମୋ ବାପା ଭାଇ ମୁଁ ନାଚୁଥିବି ଥେଇ ଥେଇ ଦୁଆରେ ଭାଇ ମୁଁ ନାଚୁଥିବି ଥେଇ ଥେଇ ଏଇଟା ଏକ ନମ୍ବର ପ୍ରଶ୍ନ ତୋତେ ଉଲା ବୋଲି କିଏ କହିଲା ରେ ବାପ କିଏ କହୁଛୁ ମତେ କୋଉଠୁ ବାଛି ବାଛି କାଢୁଛୁ ହଁ ପ୍ରକୃତରେ ଆଜ୍ଞା ଆପଣ ମାନେ କେବେ ଶୁଣିଛନ୍ତି ଶୁଣିଛନ୍ତି କି ଏ ଯୋଉ ପଚାରିଲା ୟୁଟ୍ୟୁବରେ କେବେ ଦେଖିଛନ୍ତି ଭାଇ ଯୋଉ ପଚାରିଛନ୍ତି ସେ ବିଷୟଟା ୟୁଟ୍ୟୁବରେ ଅଛି ତାଙ୍କେ ବ୍ୟାଖ୍ୟା କରିବା ପାଇଁ କହିଛନ୍ତି ହଁ ସିଧାସଳଖ କଠଉ ଡାକିଏ ରାଜସିଂହାସନରେ କିଏ ବସିଥିଲା ହଁ ସେ ବିଷୟ ଗୁଡାକ ସବୁ ଆସିଛି ହଁ ଆମର ପୂର୍ବତନ ଗୁରୁ ମାନେ ପୂର୍ବତନ ଦ୍ୱାରୀ ମାନେ କିଛି କିଛି ଆଲୋଚନା କରିଛନ୍ତି ଏଇଟା ଏକ ଏ ଯୋଉ ନମ୍ବର ଉଲା କୋଉଠୁ ପଚାରିଲ କୋଉଠୁ କାଢିଲୁ ଏସବୁ ବିଷୟ ଏଇଟା ପେଟ୍ରୋଲ ଏକା କାଢିଛି ଏଁ ଏଇଟା ହେଲା ଏକ ନମ୍ବର କେତେ ଗ୍ୟାସ ଦୁଇ ନମ୍ବର ଶୁଣ ଆହୁରି 2 ନମ୍ବର ଅଛି କି କଥା କହୁଛ ବା ଏବେ କଣ ଗଲା ରଥଯାତ୍ରା ଅଳ୍ପ ଦିନ ହେଲା ଗଲା ଏ ଅଳ୍ପ 2-4 ଦିନ କି 5 ଦିନ 7 ଦିନ ହେଲା ହଁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା 3 ଜଣ ଯାକ ରଥରେ ଆସିଥିଲେ ରଥରେ ଆସିଥିଲେ ନନ୍ଦିଘୋଷ ଦେବଦଳନ ସମସ୍ତେ ଦେଖିଲେ ତାଳଧ୍ୱଜ ରଥ ତାଳଧ୍ୱଜ ନନ୍ଦିଘୋଷ ଦେବଦଳନ 3ଟା ରଥରେ ବଗିରି ଆସିଥିଲେ ହଁ ଯେତେବେଳେ- କଳିଯୁଗରେ ଶିକ୍ଷା ଦେଇଛନ୍ତି ପରାରେ ହଁ ଯେ ଭାଇ ଭଉଣୀ ମିଶିକିରି ଆସିଲୁ ଯୁଆଡେ ସ୍ତ୍ରୀକୁ ମଧ୍ୟ ଛାଡିକିରି ଆମେ ଭଉଣୀକି ଧରି ଆସିଲୁ ବୋଲି ହଁ। କଳିଜନର ଲୋକମାନଙ୍କୁ କଳିଯୁଗର ଲୋକମାନଙ୍କୁ ଏଟା ଶିକ୍ଷା ଦେଇଛନ୍ତି ଜଗନ୍ନାଥ ଶିକ୍ଷା ଦେଇଛନ୍ତି ଯେତେବେଳେ ଜଗନ୍ନାଥ ବଳଭଦ୍ର 12 ବର୍ଷ ପର୍ଯ୍ୟନ୍ତ ଯୋଉ ଭିକ ମାଗି 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 ଲକ୍ଷ୍ମୀଙ୍କର ଅଭିଶାପରେ ଶ୍ରୀଆ ଚଣ୍ଡାଳୁଣ ଘରେ ପଗଲା ବୋଲି ବଳଭଦ୍ର ଦିନ ଦମାଇ ପଜାଗିରି ଚଣ୍ଡାଳୁଣ ଘରେ ପଗଲା ଆକୁ ଆଉ ମନ୍ଦିରକୁ ଛାଡ଼ିବେନି ଜଗନ୍ନାଥ ବଡ଼ ଭାଇର କଥାରେ ଯେତେବେଳେ ଲକ୍ଷ୍ମୀ ସାନ୍ତାଣୀକୁ ଛାଡ଼ିଦେଲେ 12 ବର୍ଷ ପର୍ଯ୍ୟନ୍ତ ଭିକ ମାଗୁଥିଲେ ଦ୍ୱାର ଦ୍ୱାର ରହିକିରି ଭିକାରୀ ହେଇକିରି ହେଲେ ସେତେବେଳେ ତ ଭଉଣୀ ସୁଭଦ୍ରାଟା ଥିଲା ନା ହଁ ନେଇକି 2 ଭାଇକି ରଖିଥାନ୍ତା ନା କେଦିନ କୋଉଠି ହେଲେ ଖୁଆ ପିଇ ରଖିଥାନ୍ତା ନା ସେ ସମୟରେ ସେ ସୁଭଦ୍ରା ଭଉଣୀଟା କୋଉଠି ଥିଲା ତମ ଘରେ ଥିଲା ଆମ ଘର ଥାତା ହେଲେ ମୁଁ କାଣ ପଚାରିଥାନ୍ତି କେମିତି ଦେଖ ଗୋଟେ ଅବାସ୍ତବ ପ୍ରଶ୍ନ ଗୁଡା ସତ କଥା ତ କହୁଛି ଆଉ ଲକ୍ଷ୍ମୀ ଛଡା ତ ହେଲେ ହଁ। ପୁରାର ଲକ୍ଷ୍ମୀ ପୁରାଣରେ କଣ ଲେଖା ହେଇଛି ସୁଭଦ୍ରା କୋଉଠି ଥିଲେ ବୋଲେ ଜୋର ଥିବା ଏବେ 2 ଭାଇ ଭଉଣୀ ଠେଇ ଠେଇକିରି ରହେ ଦୌଡ଼ିଏ ରଥ ଗଲା ଗଡ଼ି 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 ଜଗନ୍ନାଥ ଦୌଡ଼ି ଗଲା ଛିଡ଼ି ଦୁନିଆ ପ୍ରକାର କହୁଛି ସେତେବେଳେ ସୁଭଦ୍ରାଟା କୁଆଡ଼େ ଯାଇଥିଲେ କୋଉଠି ଥିଲା ଇଏ ହେଲା 2 ନମ୍ବର ମହାଦେବଙ୍କୁ ଯୋଉ ତ୍ରିଶୂଳଟା କିଏ ଦେଇଛି ବୋଲେ 3ଟା ପୁରାଣରୁ 3ଟା ବାଛି ବାଛିକିରି କୁଆଡେ ଆଉ ଆଜି ସବୁ ଯାକ ରାତି ସିନା ପାଇଯିବ ସରିବନି ଆହୁରି ଢାମ୍ବରା ପ୍ରଶ୍ନ ପଚାରିଲେ ପଚାରିବି ହଁ ସତେକିରେ ଯୋଉଟା ନ ଶୁଣିଥିବ ସେ ଜିନିଷ ପଚାରିବି ହେଲେ 3ଟା ଯାକ ହେଲେ ଶୁଣିନାହାନ୍ତି କେବେ କିଏ ପଚାର କିଏ ଶୁଣିଥିବ ପରା ବୋଲେ ତୁ କାହିଁକି ମହାଜ୍ଞାନୀ ଯେ ନାଇଁ ନାଇଁ
ଏ ଯୋଉ ଅମକ ପୃଷ୍ଠାରେ ଅଛି ଶୁଣ ମନ ଦେଇ ସେ ସିଷ୍ଟମ ଚାଲିବ ନାହିଁ ଯାହା କହିବ ନିଦା କଥା କହିବାର ଅଛି। ଓହୋ ହେଲେ ଗୋଟେ ପ୍ରଶ୍ନ ହଉଛି ମୁଁ ତ ଦୁଆରେ ତୁ ତଉଲା 8ଟା ମାର ଗୋଟେ ପିଲା। ଗୋଟେ ପିଲା ସେ ପିଲାଟାର ନାଁ କଣ? ଦ୍ୱିତୀୟ ପ୍ରଶ୍ନ ହଉଛି ଯେତେବେଳେ ଜଗନ୍ନାଥ ବଳଭଦ୍ର ଲକ୍ଷ୍ମୀ ଛଡା ହେଇକିରି 12 ବର୍ଷ ବୁଲିଲେ 12 ବର୍ଷ ସେ ବୁଲିଲେ ସମୟରେ ସୁଭଦ୍ରା ଦେବୀ କୋଉଠି ସୁଭଦ୍ରା ଥିଲେ? ଦେବୀଟା କୋଉଠି ଥିଲା? ତୃତୀୟ ପ୍ରଶ୍ନ ହଉଛି ତ୍ରିଶୂଳଟା କୋଉଠୁ ଜନ୍ମ ହେଲା ଦେବଦେବ ମହାଦେବଙ୍କୁ ତ୍ରିଶୂଳଟା କିଏ କିଏ ଦେଇଥିଲା? ଦେଇଥିଲେ? ହଁ ଏ ତିନିଟା ହଉଛି ତୋର ପ୍ରଶ୍ନ। ହଁ ଯଦି କହିଦେବି କହିଦେଲେ ତାଳି ମାରିବି ଖାଲି ଆଉ କେମିତି ଦି ହାତରେ। ବାବୁ ଯାହେଲେ ଗୋଟେ ପ୍ରଶ୍ନ ପଚାରିଲେ 20 ଟଙ୍କାଟି ଦେଇଥିଲେ। ହଁ ହଁ ଏଁ? ହଁ ତୁ ତିନିଟା ପ୍ରଶ୍ନ ତାଳି ମାରୁ ଖାଲି। ନହେଲେ ନେସିଡିକିରି କାହାକୁ ହେଲେ ମାଗିବି କିଏ ହେଲେ ଦବ ନା। ହଉ ଠିକ ଅଛି। ପ୍ରଥମ ପ୍ରଶ୍ନ କଣ? ମୁଁ ତ ଦୁଆରେ ତୁ ତଉଲା 8ଟା ମାର ଗୋଟେ ଗୋଟେ ପିଲା ସେ ପିଲାର ନାଁଟା କଣ? ଠିକ ଅଛି। ଆଜ୍ଞାଙ୍କଟା ଆଘେ କହିବ ନା ମୋଟା ଆଘେ କହିବ? ଆଜ୍ଞାଙ୍କର ଆଗେ କହିଦେବା। ହଁ ଆଜ୍ଞାଙ୍କର ବିଷୟଟା ଗଲା ଖୋଲା କଥା ପଡିଛି। ହଁ ହଉ ମୋଟା ଆଘେ କୁହ ମୋଟା ଆଘେ କୁହ। ତୋ କଥାଟା କହିବା। କାନ୍ଦିବ ଆଉ। ଜୟ ଗଜାନନ ହେ ଗୌରୀ ନନ୍ଦନ ଗୌରୀ ନନ୍ଦନ ଗୌରୀ ନନ୍ଦନ ତୁମ୍ଭ ପଦମ୍ବୁଜକୁ କରେ ନିବେଦନ ତୁମ୍ଭ ପଦମ୍ବୁଜକୁ କରେ ନିବେଦନ ପୃଥୁଳ ଉଦର ଅମୃତ ଲଡୁ କର ପୃଥୁଳ ଉଦର ଅମୃତ ଲଡୁ କର ପାଶଙ୍କୁଶ ତ୍ରିଶୂଳ କେଡ଼େ ମନୋହର ଏ ପାଶଙ୍କୁଶ ତ୍ରିଶୂଳ କେଡ଼େ ମନୋହର ତୁମ୍ଭ କପଳେ ସିନ୍ଦୁର ହାର ହେ ବିଘ୍ନେଶ୍ୱର ତୁମ୍ଭ କପଳେ ସିନ୍ଦୁର ହାର। ଓଟ ପିଠ ମୂଳରେ ପୂର୍ବ ମୁଖ ହୋଇ ପଞ୍ଚମା ଗ୍ରାମରେ ହେ ପଶ୍ଚିମରେ ରହି ହେ ପଞ୍ଚମା ଗ୍ରାମରେ ହେ ପଶ୍ଚିମରେ ରହି ଦିଗ ଭ୍ରମଣୁ ଆସି ପ୍ରଭୁ ପଞ୍ଚାନନ দণ্ডকে খণ্ড কহলে দক্ষিণ দ্বারেণ আহে দণ্ডকে খণ্ড কহলে দক্ষিণ দ্বারেণ মারে হই গল জ্ঞান শূন্য হে গজানন মারে হই গল জ্ঞান শূন্য। গজমস্তক আনি গোলারে জড়িলে গোলারে জড়িলে গোলারে জড়িলে গজানন নাম কুকিরি সদেলে গজানন নাম কুকিরি সদেলে পয়রে সেবিলে সকল বৃন্দারক আহে পয়রে সেবিলে সকল বৃন্দারক বিদ্যা বুদ্ধিরে হইল অধিনায়ক বিদ্যা বুদ্ধিরে হইল অধিনায়ক বারে অরক্ষ জন পুরখ হে বিনায়ক বারে অরক্ষ জন পুরখ। विद्यानवर तुम्हें ऑटो नाउरी तुम्हें ऑटो नाउरी तुम्हें ऑटो नाउरी विद्यानवर मुही है बाकु पारी विद्यानवर देवे मुह पारी हुअंती देथे से उड़ांती जय बयजंती मारे एतिकी करे
ମିନତି ହେ ଗଣପତି ବାରେ ଏତିକି କରେ ବିନତି। ଶୁଣ ଗଳା ମାଳିରେ ତୁ ଦେଇନ ମନ, ହଇ ହଇ ଶୁଣ ଗଳା ମାଳିରେ ତୁ ଦେଇନ ମନ, ବୁଝାଇ କହିବା ଏବେ ତତ୍ତ୍ୱ ବିଧାନ, ଏ ବୁଝାଇ କହିବା ଏବେ ତତ୍ତ୍ୱ ବିଧାନ, ଏ ଯାହା ପଚାରିଲୁ ତାହା ଏବେ କହିବା ବୁଝାଇ, ଏ ଯାହା ପଚାରିଲୁ ଏବେ କହିବା ବୁଝାଇ, ଶୁଣୁଥିବେ ବସିଏ ମୋର ଭଉଣୀ ଭାଇ, ଶୁଣୁଥିବେ ବସିଏ ମୋର ଭଉଣୀ ଭାଇ, ଏ ପଚାରିବା ଲୋକଙ୍କୁ ବାପରେ ଭାରି ସହଜ, ଦେଖ ଭାରି ସହଜ ବାପ ଭାରି ସହଜ, କହିବାଟା କେତେ କଷ୍ଟ ମନକୁ ହେର, ଆରେ କହିବାଟା କେତେ କଷ୍ଟ ମନକୁ ହେର, ଆକାଶଟା କେତେ ହାତ କିଏ ମାପିଛି, ବାପ କିଏ ମାପିଛି ରେ ଉଲା କିଏ ମାପିଛି, ଆରେ ନଦୀ ବାଲିକୁ କିଏ ଗଣି ପାରିଛି, ନଦୀ ବାଲିକୁ କିଏ ଗଣି ପାରିଛି, ଅଗାଧ ସାଗର ଏହି ପୁରାଣ ପାଠ, ଆରେ ଅଗାଧ ସାଗର ଏହି ପୁରାଣ ପାଠ, ସବୁ କଥା ଜାଣିବାଟା ଅଟଇ କଷ୍ଟ, ଆରେ ସବୁ କଥା ଜାଣିବାଟା ଦେଖ ଅଟଇ କଷ୍ଟ, ଯାହା ପାଇଁ ଅଛି ବାପରେ ସେ ଗୁରୁ ଜ୍ଞାନ, ଏ ଯାହା ପାଇଁ ଅଛି ବାପରେ ସେ ଗୁରୁ ଜ୍ଞାନ, ନିଜର ଇଷ୍ଟଙ୍କୁ ପୁଣି କରିଣ ଧ୍ୟାନ, ଆରେ ବାପା ମା ପାଦ ତଳରେ ଚିତ୍ତ ଲଗାଇ, ପିତା ମାତା ପାଦ ତଳରେ ଚିତ୍ତ ଲଗାଇ, ଯାହା ପାଇ ଅଛି ଏବେ କହିବା ବୁଝାଇ, ଶୁଣ ଗଳା ମାଳିରେ ତୁ ଦେଇଣ ମନ, ମାରେ ଦେଇଣ ମନ, ମୋର ଜୀବ ଜୀବନ, ମୋର ରଙ୍କୁଣୀ ଧନ, ମୋର ଉଲାର ତନ, ସଭା ମଧ୍ୟରେ କହିଦେବା ବୁଝାଇଣ, ସଭା ମଧ୍ୟରେ କହିଦେବା ବୁଝାଇଣ, ତାରକାସୁର ନାମରେ ରାକ୍ଷସ ଥିଲା, ତାରକାସୁର ନାମରେ ରାକ୍ଷସ ଥିଲା, ବ୍ରହ୍ମାଙ୍କୁ ଯାଇ ଘୋର ତପସ୍ୟା କଲା, ବ୍ରହ୍ମାଙ୍କୁ ଯାଇ ଘୋର ତପସ୍ୟା କଲା, ଆରେ ବହୁ କାଳ ଧରି ବ୍ରହ୍ମାଙ୍କୁ ତପସ୍ୟା କରି, ବହୁ କାଳ ବ୍ରହ୍ମାଙ୍କୁ ସେହୁ ତପସ୍ୟା କରି, ବ୍ରହ୍ମଚାର୍ଯ୍ୟ ଆଚରି ଦେଖ ବ୍ରହ୍ମ ବିଚରି, ଏକ ପାଦେ ଠିଆ ହୋଇ କୁହୁ ବ୍ରହ୍ମ ଜପିଲା, ବ୍ରହ୍ମପୁର ଦେଖ ଟଳ ମଳ ହୋଇଲା, ଆରେ ବ୍ରହ୍ମପୁର ଦେଖ ଟଳ ମଳ ଯେ ହୋଇଲା, ଆରେ ସହି ନ ପାରିଲେ ଦେଖ ଚତୁରାନନ, ଆରେ ସହି ନ ପାରିଲେ ଦେଖ ଚତୁରାନନ, ଆସି ପହଞ୍ଚିଲେ ଅସୁର ଦେଖ ସନ୍ନିଧାନ, ଅସୁର ସଂଖ୍যେ ଆସି ପ୍ରବେଶ ହେଲେ, ମୁହିଁ ବ୍ରହ୍ମଦେବ ବର ମାଗ ବୋଇଲେ, ମୁହିଁ ବ୍ରହ୍ମଦେବ ବର ମାଗ ବୋଇଲେ, ଉଲାରେ ତାରକାସୁର ନାମକ ଜଣେ ରାକ୍ଷସ ହଁ ହଁ ବିଚାର କଲା ବ୍ରହ୍ମଦେବଙ୍କୁ ତପସ୍ୟା କରି ହଁ ହଁ ବ୍ରହ୍ମଦେବଙ୍କ ଠାରୁ ହଁ ଅମର ବର ପ୍ରାପ୍ତ କରି କରିବି ଯୁଗ ଯୁଗ ଧରି ବହୁତ ଦିନ ଧରି ବ୍ରହ୍ମାଙ୍କୁ ତପସ୍ୟା କଲା। ଆଚ୍ଛା ଆଚ୍ଛା ବ୍ରହ୍ମପୁର ଥର ରହିଲା, ହଁ ହଁ ବ୍ରହ୍ମାଙ୍କର ପୁର ଥର ରହିଲା, ବ୍ରହ୍ମା ଆଉ ସହ୍ୟ କରିପାରିଲେ ହଁ ନାହିଁ। ହଁ ଦୃଢ ଜପ କରୁଛି, ହଁ ହଁ ତପସ୍ୟାରେ ପୁରା ନିଷ୍ଠା। ହଁ ବ୍ରହ୍ମା କହିଲେ ବରମାଗ ମୁଁ ଅଛି, ଚତୁରାନନ ବ୍ରହ୍ମା ଆସି ଅଛି, ମୁଁ ଆଜି ପ୍ରବେଶ ଆସି ହେଇଛି। ହଁ ହଁ ରାକ୍ଷସ ହାତ ଯୋଡି କହିଦେଲା, ହେ ବ୍ରହ୍ମଦେବ ହଁ ଯଦି ମତେ ଦବ ଅମର ବରଟା, ଅମର ବରଟା ମତେ ପ୍ରଦାନ କର, ଅନ୍ୟ କୌଣସି ବରରେ ମୋର ଆବଶ୍ୟକ ନାହିଁ। ବ୍ରହ୍ମା କହିଲେ ଅମର ବର ଦେବା ପାଇଁ ମୋ ପାଖରେ ଶକ୍ତି ନାହିଁ, ସେଇଟା ମୋ ଜାଗାରେ ନାଇଁ ରେ ବାପା। ମୋର
पेढ़ी से जिनसटा ना ନାହିଁ अन्य को वर जदि अछि बोले मागे मु सेटा देई पारि ଦେଇପାରିବି किंतु अमर वर देई परिबी ନାହିଁ नाही हेले राक्षस बहुत चालाकी थिला ହଁ कहला जदि अमर वर नाही ହଁ मु गोटे वर मागी दबो ना ଦବ ନା ब्रह्मा कहले देखिबा तू माग ତା ଭଳିଆ ଗୋଟେ ବର ମତେ ଦିଅ कोन वर मागिला देखो ହଁ ब्रह्मांगर वचन शुणी असुर कुहई ब्रह्मांगर वचन शुणी राक्षस कुहई शुण शुण चतुरानन कहूछि मुहि शुण आहे ब्रह्म देव कहूछि मुहि ब्रह्म ऋषिंकर बीज स्खलित हेब ब्रह्म ऋषिंकर बीज हे स्खलित हेब से बीज जाइन अग्नि रे जे जलिब सही बीज जाई अग्नि रे जलिब सही बीज पुणी जाई जल रे बुड़िब आहे सही बीज पुणी जाई हे जले बुड़िब सही बीज को सढ़ माता पान करिब आहे से बीज को सढ़ माता जे पान करिब सढ़ माता गर्भरू पुत्र के जन्मिब सढ़ माता गर्भरू पुत्र जे जन्मिब ताहार हाथ रे मोर मरण हेब बारे एही वर मते देव हे ब्रह्मदेव बारे एही वर मते देव हेली ହଁ बापो ताड़कासुर को वरटा मागिला ହଁ ना जने ब्रह्म ऋषि ହଁ ତାଙ୍କର ବୀଜ ସ୍ଖଳିତ ହବ जने ब्रह्म ऋषिंकर बीज स्खलित हब ହଁ से बीज जागिरी अग्नि रे ଅଗ୍ନିରେ ପୋଡିବ पड़िबो ହଁ पुणी जागिरी जल रे ବୁଡିବ बुड़िबो से बीज को पुणी 6 जन माता गर्भरे ଗର୍ଭରେ ସ୍ଥାପନ କରିବେ से 6 जन मातांग गर्भरु जो पुଅଟା ଗୋଟିଏ जन्म ପୁଅ हବ, ଜନ୍ମ ହେବ ता हातरे ତା ହାତରେ ମୋର ମରଣ ହେବ के ताड़कासुर वर मागी देला ହଁ ब्रह्मदेव तथास्तु बोली कहि देले ଆଚ୍ଛା ଆଚ୍ଛା जेमिति तथास्तु कहि दै छन ହଁ असुरिय प्रकृति ହଁ आ स्वर्ग मत्य पाताल आ काहा गले आ छाडिलानी ହଁ पूरा उत्पात मचैला ଗୋଡେ ଗୋଡେ ମାରିଲା ना नहीं ହଁ हेले देवता सभारे भाले पड़ी गला ପଡିଗଲା ए राक्षस मरिबो किपरि କିପରି ମରିବା ଆକୁ ବର କିଏ ଦେଇଛି ଆମେ ଟିକେ ଖୋଇ ପେ କରୁନି ଗୋଡେ ଗୋଡେ ବାଡଉଛି ना नहीं ହଁ हेले समस्त जाई ब्रह्मदेवଙ୍କ पाखरे पहुंची गले ପହଞ୍ଚି ଗଲେ कहले ब्रह्मदेव ହଁ बरटा जदि आपण दै छंदी हाँ, हाँ। प्रतिकारटा मध्ये आपण कहंदु ହଁ प्रथम रे कहंदु जे ब्रह्म ऋषि के अछंदी ହଁ ସେ ଜିନିଷଟା କହିଲେ ଆଗ ଆମେ ଜାଣିବା ନା जने अछंदी ब्रह्मचर्य पालन करी ब्रह्मर्षि ହଁ से होचंदी देवदेव महादेव ମହାଦେବ तांकु छाड़ देले आ केही मध्ये ନାହାନ୍ତି सेतेबेलु देवदेव महादेव तपस्यारत अछंदी ହଁ ହଁ जोग निद्रा रे बसी छंदी ହଁ विवाह करी नाहंदी ନା देवता माने विचार कले देवदेव महादेव तो बाहा ही नाहंदी ହଁ जोग निद्रा रे बसी छंदी ହଁ हबो किपरि କିପରି सेतेबेले कोन कली हाँ। ना कंदर्पाउ रति को डाकी ହଁ शिवंकर जोग निद्रा भग्न करिया पई आदेश देले ଆଚ୍ଛା ଆଚ୍ଛା हमरो कंदर्पाउ रति ହଁ ହଁ उभय जागिरी जोग निद्रा जो ठारे करछंदी देवदेव महादेव हाँ, हाँ। सेठारे जागिरी नृत्य कले ଓ ରେକା ଡାନ୍ସ କଲେ ଯାଇକି ना नहीं ହଁ जो नृत्यटा करछंदी ହଁ रति नृत्य करछंदी कंदर्प फूल बाण धरिकिरी मारुछंदी। देवदेव महादेवଙ୍କ उपरको प्रहार ହଁ करछंदी बहुत समय ପରେ ହଁ ହଁ देवदेव महादेवଙ୍କର तृतीय नयन खोली गला ତ୍ରିନେତ୍ର ଖୋଲିଗଲା संगे संगे कंदर्प जली पड़िकिरी ପାଉଁଶ पाउंस ହେଇଗଲା किंतु जोग निद्राटा भांगिला देवदेव हाँ। महादेव तापर देवमया कूट प्रयोग करी ହଁ सचिंक सहित हाँ। देवदेव महादेवଙ୍କର विवाह रचना करागला କରାଗଲା शिव पार्वतीଙ୍କର मिलन हेले हाँ। बीजटा स्खलित हबो ହବ हेला पर जागिरी विचार करिबा ହଁ ना नहीं ହଁ आहे दिनकर कथा एबे सुन सुजन आहे दिनकर कथा एबे सुन सुजन सीता आहे शिव पार्वती गले हे एकाम्र वन शिव पार्वती चलिले एकाम्र वन एकाम्र वन रे देखो क्रीड़ा करिले एकाम्र वन रे देखो क्रीड़ा करिले से दृश्य को नेत्र रे के न देखिब भोले से दृश्य
ମନୁଷ୍ୟକୁ ନେତ୍ରରେ କି ନ ଦେଖିବ ଭରେ ଏମନ୍ତ ସମୟେ ଦେଖ ହେଲା ସୁଜନ ଗୋଟିଏ ପାରା ସେ ଦୃଶ୍ୟ ଦେଖିଲା ଜାଣ ଦେବ ଦେବ ମହାଦେବ ସେ ପାରାକୁ ଦେଖିଲେ ଶିବଦେବ କ୍ରୋଧରେ ଚର୍ଚ୍ଚରିତ ହୋଇଲେ କିଏ ରେ ଆମର ଆମ ପ୍ରୀତି ଦେଖିଲୁ କିଏ ରେ ଆମର ଆମ ପ୍ରୀତି ଦେଖିଲୁ ଆରେ ତୁଚ୍ଛ ହୋଇ ବାବୁ ତୁ କେଡ଼େ କର୍ମ କରିଲୁ କ୍ରୋଧ ହୋଇ ଦେବ ଦେବ ମହାଦେବଟି ଜାଣ ନିଜର ବୀର୍ଯ୍ୟକୁ ହସ୍ତେ ଧରିଲେ ପୁଣ ପାରା ଉପରକୁ ଫୋପାଡ଼ି ଦେଲେ କି ଜାଣ ଆରେ ପାରା ଉପରକୁ ଫୋପାଡ଼ି ଦେଲେ କି ଜାଣ ହେଲି ବାପ ଓ ଏକାମ୍ର କାନନରେ ହଁ ଦେବଦେବ ମହାଦେବ ହଁ ଆଉ ପାର୍ବତୀ ହଁ ଦେଖି ସତୀ ଉଭୟ କ୍ରୀଡ଼ା କରୁଛନ୍ତି ଆଚ୍ଛା ଆଚ୍ଛା ଦେବଦେବ ମହାଦେବଙ୍କର ଅମୋଘ ରେତ ଯେତେବେଳେ ସ୍ଖଳିତ ହେଇଛି ହଁ ଦେଖିଲେ ଏକାମ୍ର କାନନ ଭିତରେ ଗୋଟିଏ ପାରା ହଁ। ଏସବୁ ଦୃଶ୍ୟ ଦେଖୁଛି ଦେଖୁଛି ଦେବଦେବ ମହାଦେବ କହିଲେ କାହାର ଏତେ ଦୁଃସାହସ ଏତେ ଗ୍ୟାସ କାର ଆସିକିରି ଆମର ପ୍ରୀତି ଦେଖୁଛି ଏକାମ୍ର କାନନରେ ହଁ। ମୋର ଏକାନ୍ତ ସମୟରେ ହଁ ସଚିଙ୍କ ସହିତ ଏକାନ୍ତ ସମୟରେ ମୋର ପ୍ରୀତିକୁ ଦେଖିବାକୁ କାହାର ଦୁଃସାହସ ହଁ ଥରେ କଣ କଲେ ସେ ଅମୋଘ ରେତକୁ ଧରି ସେ ପାରା ଉପରକୁ ଫୋପାଡ଼ି ଫୋପାଡ଼ି ଦେଲେ ହେଲେ ବାପ ସେ ପାରାଟା କିଏ ଜାଣିଛୁ ହଁ ଦେବତା ମାନେ ପୂର୍ବରୁ ଦେବମାୟା କୂଟ ପ୍ରୟୋଗ କରି କହିଥିଲେ ହେ ଅଗ୍ନିଦେବ ହଁ ଶିବ ପାର୍ବତୀ କ୍ରୀଡ଼ା କରିବା ସମୟରେ ହଁ। ତମେ ପାରା ରୂପଟି ଧାରଣ କରି ଯାଇ ସେଠାରେ ଦେଖୁଥିବ ଦେଖୁଥିବ ହେଲେ ଦେବତା ମାନଙ୍କର ମାୟା ହଁ ହେଲେ ଯେତେବେଳେ ରେତ ଗୁଡାକ ଧରିକି ଫୋପାଡ଼ି ଦେଇଛନ୍ତି ପାରା ଉପରକୁ ପାରା ହଉଛନ୍ତି ଯେ କି ଅଗ୍ନିଦେବ ଅଗ୍ନିଦେବ ସେ ଆଉ ସହ୍ୟ କରିପାରିଲେ ନାହିଁ ନାହିଁ ସିଧାସଳଖ ଯାଇକିରି ଗଙ୍ଗା ନଦୀରେ ବୁଡି ପଡିଲେ ବୁଡି ପଡିଲେ ଯେମିତି ବୁଡି ପଡିଛନ୍ତି ହଁ ସେ ଅମୋଘ ରେତ କଣ ହେଇଛି ନା ଗଙ୍ଗା ନଦୀ ଜଳରେ ଭାସମାନ ଅବସ୍ଥାରେ ଯାଉଛି ହଁ କିଛି ଦୂର ଗଲା ସମୟରେ ହଁ ଷଢ଼ କୃତିକା ନାମକ 6 ଜଣ ଦେବୀ ଦେବୀ ଜଳପାନ କରିବା ପାଇଁ ଜଳ କ୍ରୀଡ଼ା କରିବା ପାଇଁ ଆସିଛନ୍ତି ଆସିଛନ୍ତି ସେ ସମୟରେ ଜଳପାନ କରିବା ସମୟରେ ହଁ, ହଁ। ଏ ଯୋଉ ଦେବଦେବ ମହାଦେବଙ୍କର ଅମୋଘ ରେତଟା ହଁ ହଁ ଷଢ଼ କୃତିକା 6 ଜଣ ଦେବୀ ଏକାଥରକେ ପାନ କରିଦେଲେ ଓହୋ 6 ଜଣ ଯାକ କ୍ୱାଲିଟି ମଲେ ବୋଲି ଭାବି ଖାଇଦେଲେ କଣ କ୍ୱାଲିଟି ମଲେ ବୋଲି ଭାବି ଖାଇଦେଲେ ଆରେ ସେ ସମୟରେ କଣ ଆଇସ୍କ୍ରିମ ମଲେଇ ଥିଲା କିରେ ଆଉ ବୋଲେ ଯାହେଲେ ହେଲେ ଯେମିତି ସେ ଅମୋଘ ରେତକୁ ପାନ କରି ଦେଇଛନ୍ତି ହଁ, ହଁ। ଷଢ଼ କୃତିକା 6 ଜଣ ଦେବୀ ଗର୍ଭବତୀ ହେଇଗଲେ ଗର୍ଭବତୀ ହେଇଗଲେ ସେ 6 ଜଣଙ୍କ ଗର୍ଭରୁ ଯୋଉ ଗୋଟିଏ ଗୋଟିଏ ଅଂଶ ଜନ୍ମ ହେଲେ ହଁ ହଁ ସେ 6ଟି ଅଂଶକୁ ଏକତ୍ରିତ କରି ହଁ। ବ୍ରହ୍ମଦେବ ଏକ ବାଳକ ସୃଷ୍ଟି କଲେ ହଁ। ଯାହାର ନାମ ହେଲା କି କାର୍ତ୍ତିକେୟ କାର୍ତ୍ତିକେୟ ହେଲେ ଯେତେବେଳେ ଜନ୍ମ ହେଲେ ଷଡ଼କୃତିଙ୍କ ଗର୍ଭରୁ ହଁ। କାର୍ତ୍ତିକେୟ ସେତେବେଳେ ପଚାରିଲେ ବ୍ରହ୍ମଦେବ ଯେ ଏ ଛୁଆଟି କାହାର କାହାର ନା ଗଙ୍ଗା ନଦୀରେ ରେତ ଭାସି ଆସୁଥିଲା ହଁ, ହଁ। ଆମେ ପାନ କଲୁ ହଁ। ବ୍ରହ୍ମା ବିଚାର କଲେ ଯେ ଇଏ ହଉଛି ପ୍ରକୃତରେ ଗଙ୍ଗାଙ୍କର ପୁତ୍ର। ଗଙ୍ଗାଙ୍କର ଗଙ୍ଗାଙ୍କୁ ସମର୍ପଣ କରିଦେଲେ କରିଦେଲେ ଯେମିତି ସମର୍ପଣ କରିଦେଲେ ଷଢ଼କୃତିକା କହିଲେ କଣ ହେଲା କେଡେ କଥା ହେଲା ଆମେ ଏତେ କଷ୍ଟରେ ଗର୍ଭ ଧାନ କଲୁ ଇଏ ବୋପା ମାଟି ଏତେ କଷ୍ଟ ସହ୍ୟ କଲୁ ହଁ ଗଙ୍ଗା ବର୍ତ୍ତମାନ ତାଙ୍କର ମାତୃତ୍ୱ ନେଇଯିବେ ଭାରି ଚାଲାକିଟା ଏ କଥା କେବେ ମଧ୍ୟ ହେଇପାରିବ ନାହିଁ ହେଇପାରିବନି ବ୍ରହ୍ମଦେବ ତମେ ଯଦି ଦବ ଉଚିତ ନ୍ୟାୟ ଦିଅ ହଁ ସତ କଥା ପ୍ରକୃତରେ ସେ ପୁଅ କାହାର କାହାର ବ୍ରହ୍ମା କହିଲେ ଏ ଅମୋଘ ରେତ ହଉଛି ଦେବଦେବ ମହାଦେବ ମହାଦେବଙ୍କର ତେଣୁ କରି ଏ ପୁଅଟି ହଉଛି ପ୍ରକୃତରେ ପାର୍ବତୀଙ୍କର ପୁତ୍ର ପାର୍ବତୀଙ୍କର ଏ ପୁତ୍ର ଉପରେ ପାର୍ବତୀ ମାତାଙ୍କର ଅଧିକାର ଅଛି ହଁ ହେଲେ ବାପ ହଁ ଷଢ଼ କୃତିକା ଗର୍ଭଧାନ କଲି ହଁ 6 ଜଣ ମା ଛଡା ମା କାର୍ତ୍ତିକେୟଙ୍କର 6 ଜଣ ମା ହେଲେ ହଁ ଗଙ୍ଗାଙ୍କୁ ସମର୍ପଣ କରାଗଲା ତାଙ୍କେ ହେଲେ ଗୋଟିଏ ମା 7 7 ପାର୍ବତୀ ହେଲେ ଗୋଟିଏ ମା 8 ମୁଁ ତ ଦୁଆରେ ତୁ ତଉଲା 8ଟା ମାର ଗୋଟିଏ ଗୋଟେ ପିଲା ହେଲା କି ନ ହେଲା ଭଲା କୁହ ତୁ ଭଲା ହେଲା ହେଲା କିଏ ବାବୁ ହଁ ଗୋଟିଏ କିଲା ଗଲା ହୁଁ ମୁଁ ତ ଦୁଆରେ